ମୀନ ରାଶିର ଅଧିପତି ସ୍ୱୟଂ ବୃହସ୍ପତି ମହାଗ୍ରହ ମୀନ ରାଶିଠାରୁ ପଞ୍ଚମ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରି ନିଜର ନବମ ଅମୃତ ଦୃଷ୍ଟିରେ ନିଜ ଘର ମୀନ ରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ମୀନ ରାଶି ଜାତ ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କ କରୁଣା ରହିଛି ବୋଲି ଜାଣିବାକୁ ହେବ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମୀନ ରାଶି ଉପରେ ଅତିଚାରୀ ବୃହସ୍ପତିଙ୍କର ପ୍ରଭାବ। ଅତିଚାରୀ ବୃହସ୍ପତି କହିଲେ ବୃହସ୍ପତି ମହାଗ୍ରହ ଯେତେବେଳେ ନିଜର ସ୍ୱାଭାବିକ ଗତିଠାରୁ ଅଧିକ ଦ୍ରୁତ ଗତିରେ ଗମନ କରିଥାନ୍ତି, ସେତେବେଳେ ବୃହସ୍ପତିଙ୍କର ଏହି ଦ୍ରୁତ ଗତିକୁ ଜ୍ୟୋତିଷୀୟ ଭାଷାରେ ଅତିଚାରୀ ଗତି କୁହାଯାଇଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ଧର୍ମ, ଜ୍ଞାନ, ଉଚ୍ଚଶିକ୍ଷା, ବିବାହ, ସନ୍ତାନ ଏବଂ ଧନ ଓ ସମୃଦ୍ଧି ଭାବର କାରକ ଗ୍ରହ ହୋଇଥିବା ବେଳେ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ସମଗ୍ର ଦେଶ ଦୁନିଆ ଉପରେ ଗଭୀର ପ୍ରଭାବ ପକାଇବା ସହିତ ଦ୍ୱାଦଶ ରାଶିଚକ୍ରକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ। ଆସନ୍ତା ଅକ୍ଟୋବର ମାସ 18 ତାରିଖ ଠାରୁ ବୃହସ୍ପତି ମହାଗ୍ରହ ଅତିଚାର ଗତିରେ ମିଥୁନ ରାଶିରୁ ବାହାରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ ଏବଂ କର୍କଟ ରାଶିରେ ଡିସେମ୍ବର ମାସ 5 ତାରିଖ ପ୍ରାୟ 49 ଦିନ ପର୍ଯ୍ୟନ୍ତ ଅବସ୍ଥାନ କଲା ପରେ ବୃହସ୍ପତି ମହାଗ୍ରହ ପୁନଶ୍ଚ ଅତିଚାର ଗତିରେ ବକ୍ରୀ ଅବସ୍ଥାରେ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ଦୀର୍ଘ 12 ବର୍ଷ ପରେ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବା ଏବଂ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ନିଜ ଉଚ୍ଚ ରାଶିରେ ରହୁଥିବା ସମୟରେ ବଡ଼ ଆନନ୍ଦରେ କାଳାତିପାତ କରିବା। ଏହି କ୍ରମରେ ଆଜିର ଉପସ୍ଥାନରେ ଜାଣିବା ମୀନ ରାଶି ଅଧିପତି ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ରହିଥିବା ସମୟରେ ମୀନ ରାଶି ପାଇଁ କ'ଣ ସବୁ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ମୀନ ରାଶିର ଅଧିପତି ସ୍ୱୟଂ ବୃହସ୍ପତି ମୀନ ରାଶିଠାରୁ ପଞ୍ଚମ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରି ନିଜର ନବମ ଅମୃତ ଦୃଷ୍ଟିରେ ନିଜ ଘର ମୀନ ରାଶି ଉପରକୁ ଦୃଷ୍ଟି ଦେଉଥିବାରୁ ମୀନ ରାଶି ଜାତ ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କ କରୁଣା ରହିଛି ବୋଲି ଜାଣିବାକୁ ହେବ। ଏହି ସମୟରେ ମୀନ ରାଶି ଜାତ ବ୍ୟକ୍ତି ପ୍ରଚୁର ଧନ ସମ୍ପତ୍ତିର ଅଧିକାରୀ ହେବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ଜନସାଧାରଣଙ୍କର ସ୍ନେହ ଓ ସଦିଚ୍ଛା ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ଥିଲେ ପଦପଦବୀ ମିଳିବ। ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ତୀର୍ଥାଟନ ଓ ଦେବଦର୍ଶନରେ ଯିବାର ସୁଯୋଗ ଆସିବ। ବେପାର ଓ ଚାକିରି କ୍ଷେତ୍ର ଶୃଙ୍ଖଳିତ ରହିବ। ପ୍ରେମ ସମ୍ପର୍କରେ ରହିଥିଲେ ପ୍ରେମ ସମ୍ପର୍କକୁ ବିବାହ ବନ୍ଧନରେ ପରିଣତ କରିବା ପାଇଁ ମନ ବଳାଇବେ। ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିବ। ପାରିବାରିକ ସୁଖ ଶାନ୍ତି ଭିତରେ ଦିନ କାଟିବେ। ସନ୍ତାନ ବର୍ଗଙ୍କ କୃତିତ୍ୱରେ ଆତ୍ମହରା ହେବେ। ଘରକୁ ନୂତନ ଆଗନ୍ତୁକଙ୍କର ବିଶେଷତଃ ପୁତ୍ର ସନ୍ତାନ ଆସିବାର ସମ୍ଭାବନା ଢେର ଅଧିକା। ସମୟର ସଦ୍ ଉପଯୋଗ କରନ୍ତୁ। ଏ ତ ଗଲା ଅତିଚାରୀ ବୃହସ୍ପତିଙ୍କର କର୍କଟ ରାଶିରେ 49 ଦିନ ଅବସ୍ଥାନର ବିଶେଷ ଶୁଭ ଫଳାଫଳ। ମୀନ ରାଶି ଜାତ ବ୍ୟକ୍ତି କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥିତ ବୃହସ୍ପତିଙ୍କର ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ
ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ମନୋକାମନା ପୂରଣ ହୁଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।